जय जगन्नाथ। आज ଆପଣମାନଙ୍କ ପାଇଁ ଆଣିଛି ଦୁଇ ପ୍ରକାର ପିଠା, ଯୋଉଟା କି ଗୋଟେ ହେଲା ପୋଡ଼ ପିଠା ଆଉ ଗୋଟେ ହେଲା ଛଣା ପିଠା, ଯାହାକୁ କି ଆମେ ତିଆରି କରିବା ପଣସର ରସରେ। ମୋର କେତେ ଜଣ ସବସ୍କ୍ରାଇବର ପଣସ ରସର ପିଠା ପାଇଁ ମୋତେ ଅନୁରୋଧ କରିଥିଲେ, ସେଇମାନଙ୍କ ଅନୁରୋଧରେ ଆଜି ପଣସ ରସର ପୋଡ଼ ପିଠା ତିଆରି କରୁଛି। ତ ସେଥିପାଇଁ ପ୍ରଥମେ ପଣସକୁ ଭାଙ୍ଗିକି ତାର ଯୋଉ କୋଷା ଗୁଡ଼ାକ ଏମିତି ବାହାର କରି ଆଣିବା। ଏବେ ତାଙ୍କର ରସ ବାହାର କରିବା। ତ ପଣସର ରସ ବାହାର କରିବା ପାଇଁ ବୋଲି ତ ଗୋଟେ ଟ୍ରିକ୍ ଅଛି। ଏମିତି ଗୋଟେ ଖଣ୍ଡେ ବଡ଼ ନଡ଼ିଆ କତାକୁ 3-4 ଥର ଧୋଇ ଦେଇକି ସେ ପଣସର କୋଷାରେ ମଞ୍ଜି ଗୁଡ଼ାକ ବାହାର କରିସାରିଲା ପରେ ଯୋଉ କୋଷା ଗୁଡ଼ା ରହିବ ତା ଦେହରେ ଦେଇକି ଏମିତି ଚକଟି ଦେଲେ ସେ ସବୁ ରସ ଗୁଡ଼ାକ ଭଲ ଭାବରେ ବାହାରି ଆସିବ। ଦେଖନ୍ତୁ ପୁରା ଭଲ ଭାବରେ 3-4 ଥର 8-10 ଥର ଭଲରେ ଚକଟି ଦେଇକି ତାକୁ ରସ ଗୁଡ଼ା ବାହାରିବ। ତାପରେ ଏମିତି ଗୋଟେ ଜାଲି ନେଇଯିବା। ଜାଲି ତଳେ ଗୋଟେ ବଡ଼ ଜାଗା ଉପରେ ଗୋଟେ ଜାଲିଟାକୁ ରଖିକି ପଣସ ରସ ଯାହା ବାହାରିଲା ତାକୁ ଏମିତି ଦେଇକି ବୁଲେଇ ଦେଲେ ସେ କତା ଦିହରେ ତାର ଯୋଉ ସବୁ ଚଷୁ ଗୁଡ଼ାକ ବା ଯୋଉ ଗୁରୁତା ଗୁଡ଼ାକ ଯୋଉ ଅଛି ସେଗୁଡ଼ା ଲାଗିକି ରହିବ। ଆଉ ରସ ଗୁଡ଼ାକ ସବୁ ତଳେ ଗିନାରେ ବା ବୋଲରେ ବା ଯୋଉ ଜାଗାଟା ଆମେ ରଖିଥିବା ସେଥିରେ ସବୁ କଲେକ୍ଟ ହେଇଯିବ। ଏବେ ପଣସର ରସ ବାହାରିଗଲା, ଆମେ ପିଠା ତିଆରି କରିବା। ପ୍ରଥମେ ରସଟାକୁ ଆଗ ମାପିଦେବା। ଯେତିକି ରସ ନେବା ସେଇ ଅନୁସାରେ ଆମେ ପିଠଉ ସେଥିରେ ତିଆରି କରିବା। ତେଣୁ ରସଟାକୁ ମାପିକି ନେବା। ଯେତେ ରସ ବାହାରିଛି ସବୁଗୁଡ଼ାକ ତ ନେଇପାରିବ, ୟୁଜ୍ କରିବାନି ନା ପିଠାରେ। ତେଣୁ ତାକୁ ମାପିକି ନେବା। ଗୋଟେ ଗିନା ନେବା, ସେଇଥିରେ ଯେତିକି ପଣସ ରସ ନେବା ସେଇ ଅନୁସାରେ ଆମେ ଚାଉଳ ଗୁଣ୍ଡ ହଉ ବା ସୁଜି ହଉ ଦେବା। ଏବେ ମୁଁ 2 ଗିନା ରସ ନେଇଛି। 2 ଗିନା ରସରେ 1 ଗିନା ଚାଉଳ ଗୁଣ୍ଡ ଆଉ ଅଧା ଗିନା ସୁଜି ମିଶେଇଛି। ଭଲ ଭାବରେ ତାକୁ ଭଲ ଭାବରେ ମିକ୍ସ କରିଦେବା, ଯେମିତିକି ଚାଉଳ ଗୁଣ୍ଡ, ସୁଜି ଆଉ ପଣସ ରସ ମିଶିଯିବ। ଏମିତି କରିଦେଲେ କ'ଣ ହବ ନା, ଯେତେବେଳେ ଆମେ ଜନ୍ତୁଣି କରିବା ଆଉ ଚାଉଳ ଗୁଣ୍ଡଟା ଗୋଟା ଧରିବ ନାହିଁ। ଏବେ ସେଥିରେ ଆମେ ଦେବା 1 ଚାମଚ ଲୁଣ, 1 ଚାମଚ ଗୋଲମରିଚ ଗୁଣ୍ଡ, ଯୋଉଟାକି ଆମେ ଦରଦରା ଗୁଣ୍ଡ କରିକି ନେଇଛେ, ଆଉ 1 ଚାମଚ ପାନମଧୁରୀ। ଏ 3ଟା ଯାକ ଏମିତି ଭଲ ଭାବରେ ଗୋଳେଇକି ଆମେ ରଖିଦେବା। ଏବେ ପିଠା ଆମେ କରୁଛେ, ପିଠାରେ ତ ନଡ଼ିଆ ନିଶ୍ଚୟ ଦେବା। ମିଠା ପାଇଁ ଗୁଡ଼ ହଉ ବା ଚିନି ହଉ ଦେବା, କିନ୍ତୁ ପୋଡ଼ ପିଠା କରୁଛେ ତେଣୁ ସେଥିପାଇଁ ଗୁଡ଼ ଦେବା। ତ ନଡ଼ିଆଟାକୁ ମୁଁ ଟିକେ ଭାଜିକି ଏଥିରେ ଦେଇଛି। ସେମିତି କଞ୍ଚା ଦେଲେ ବି ଚଳିବ, କିନ୍ତୁ ନଡ଼ିଆଟାକୁ ଭାଜିକି ଦେଲେ କ'ଣ ହବ ନା, ତାର ଟିକେ ଟେଷ୍ଟଟା ଭଲ ଆସେ ଆଉ ବାସ୍ନା ବି ବହୁତ ବଢ଼ିଆ ଆସେ। ସେଥିପାଇଁ ମୁଁ କଡ଼େଇରେ 2 ଚାମଚ ଘିଅ ଦେଇଛି। ଘିଅ ଦେଇକି ସେଥିରେ ନଡ଼ିଆ ଗୁଡ଼ାକ ଛୋଟ ଛୋଟ କରି କାଟିକି ଗୋଟେ ବଡ଼ ନଡ଼ିଆକୁ ପୁରା ଛୋଟ ଛୋଟ କରି କାଟି ଦେଇକି ଏବେ ସେଥିରେ ଘିଅରେ ଭଲ ଭାବରେ ଭାଜି ଦେଇଛି। ଯେବେ ନଡ଼ିଆଟା ଟିକେ ଭଲ ଭାବରେ ଭାଜି ହେଇକି ଲାଲ ଦେଖାଯିବ, ସେଥିରେ ଆମେ ଯୋଉ ଗୁଡ଼ ନେଇଥିଲେ ସେ ଗୁଡ଼ଟାକୁ ପକେଇବା। ଗୁଡ଼ଟାକୁ ପକେଇଲେ କ'ଣ ହବ, ସେ ସାଙ୍ଗେ ସାଙ୍ଗେ ମେଲ୍ଟ ହେଇଯିବ ବା ପିଘଳି ଉଠିବ। ଗୁଣ୍ଡ ଗୁଡ଼ କରିଦେଇଥିଲେ ବି ଆମେ ଟିକେ ପାଗ କରିଦେଲେ ନଡ଼ିଆଟାର ପାଗଟାରେ ପିଠାଟା ଭଲ ଲାଗିବ। ଏବେ ଯୋଉ ନଡ଼ିଆଟା ଯେମିତି ଗୁଡ଼ ପାଗ ହେଇଗଲା ବା ପିଘଳିଗଲା, ଗୋଳେଇକି ଆମେ ରଖିଥିଲେ ଚୁନା ଆଉ ପଣସ ରସ, ସେଥିରେ ତାକୁ କଡ଼େଇରେ ଦେଇଦେବା। ଦେଇକି ତାକୁ ଆମେ ଭଲ ଭାବରେ ସିଝିବା ପାଇଁ ଏମିତି ଗୋଳେଇକି ପାଣି ଶୁଖିବା ପର୍ଯ୍ୟନ୍ତ ସିଝିବାକୁ ଛାଡ଼ିବା। ଭଲ ଭାବରେ ଗୋଳେଇଥିବା, ଯେମିତି ଅନ୍ୟାନ୍ୟ ଚାଉଳ ଆମେ ଜନ୍ତୁଣି କରୁ ଠିକ୍ ସେମିତି, କିନ୍ତୁ ଏଇ ପ୍ରୋସେସରେ କଲେ ପ୍ରଥମେ ଯଦି ଆମେ ଚାଉଳ ଗୁଣ୍ଡଟା ଗୋଳେଇ ଦେଇଥିବା, ସେ କ'ଣ ହବ ନା, ଆଉ ଗୋଟା ଧରିବନି ବା ଗୁଟଲି ଧରିବନି। ଏମିତି ପୁରା ଗୋଳେଇ ସାରିଲା ପରେ ଯେତେବେଳେ ଦେଖିବେ ପୁରା ପାଣି ଶୁଖି ଯାଇଛି ଆଉ କଡ଼େଇରୁ ଛାଡ଼ି ଆସୁଛି, ଜାଣିବେ ସେ ପାଣି ଚାଉଳ ଆମର ସିଝିଗଲା। ଏବେ ସେଥିରେ 1 ଚୁଟକି ଖାଇବା ସୋଡ଼ା ଦେଇକି ହାଲକା ଗୋଳେଇ ଦେଇକି ଆମେ ଘୋଡ଼େଇକି ତାକୁ ଥଣ୍ଡା ହେବା ପାଇଁ 5ରୁ 10 ମିନିଟ୍ ଛାଡ଼ିଦେବା, ଯେମିତିକି ସେଇଥିରେ ସେ ଥଣ୍ଡା ହେଇଯିବ ଆଉ ସିଝି ମଧ୍ୟ ଭଲ ଭାବରେ ଯିବ। ଏବେ ସେଇ 10 ମିନିଟ୍ ଭିତରେ ଆମେ ଗୋଟେ ଜାଗାକୁ ପ୍ରି ହିଟ୍ କରିଦେବା, ଯୋଉଥିରେ କି ଆମେ ପିଠା ପୋଡ଼ିବା। ଯଦି ଓଭନ୍ ଅଛି, ଓଭନ୍‌କୁ ମଧ୍ୟ 180ରେ ପ୍ରି ହିଟ୍ କରିଦିଅନ୍ତୁ। ନହେଲେ ଏମିତି ଗୋଟେ ଜାଗାରେ ଲୁଣ ଦେଇକି ଘୋଡ଼େଇକି ପ୍ରି ହିଟ୍ କରିଦେବା। ଏବେ ଯୋଉଥିରେ ପିଠା ପୋଡ଼ିବା, ଗୋଟେ ଏମିତି ଛୋଟ ଗୋଲର ବାସନ, ଯୋଉଠି ଷ୍ଟିଲ୍‌ର ହଉ ବା ଆଲୁମିନିୟମର ହଉ ନେଇଆସିବେ, ବା ନହେଲେ କେକ୍ ଟିନ୍ ଅଛି ଯଦି ସେଥିରେ ବି ନେଇଆସିବେ। ସେଥିରେ ସବୁତକ ଜନ୍ତୁଣିକୁ ଦେଇକି ତା ଉପରେ ନଡ଼ିଆ କିଛି ମୁଁ ସଜେଇ ଦେଇଛି। ସେଇ ଭଜା ନଡ଼ିଆରୁ ଅଧା କାଢ଼ିକି ରଖିଦେଇଥିଲି। ଆପଣ ତା ବଦଳରେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ଦେଇପାରିବେ। ଏବେ ସବୁକୁ ଭଲ ଭାବରେ ଦେଇକି ଆମେ କଡ଼େଇରେ ଲୁଣ ଦେଇକିନା ତାକୁ ଗରମ କରିଦେଇଥିଲି। ତଳେ ଗୋଟେ ଛୋଟିଆ ବାସନ ରଖିଦେବା, ଥାଳିଆ ହଉ କି ଗୋଟେ ଷ୍ଟାଣ୍ଡ ରଖିଦେଇକି ତା ଉପରେ ପିଠାକୁ ରଖିଦେଇକି ଘୋଡ଼େଇକି ଆମେ ପ୍ରଥମେ ଆଗ ମିଡିୟମ୍ ଫ୍ଲେମ୍‌ରେ 5ରୁ 7 ମିନିଟ୍ ଦେଇଦେବା। ତାପରେ ଫ୍ଲେମ୍‌କୁ ଏକଦମ ଲୋ କରିଦେଇକି 40ରୁ 45 ମିନିଟ୍ ଆମେ ତାକୁ ପୋଡ଼ିବା। 45 ମିନିଟ୍ ପରେ ଆପଣ କାଢ଼ିକି ଢକ୍କନ କାଢ଼ିକି ଟିକେ ନାଇଫ୍ ଇନସର୍ଟ କରିବେ। ଯଦି କିଛି ନ ଲାଗିଲା
ନାଇଫ୍ରେ ନ ଲାଗିଲା ତାହେଲେ ଜାଣିବେ ପିଠା ଭଲ ଭାବରେ ପୋଡ଼ି ଯାଇଛି ବା ସିଝି ଯାଇଛି। ତାପରେ କାଢ଼ି ଆଣିବେ। ମୋତେ ଦେଖନ୍ତୁ ପୁରା ଘଣ୍ଟାଟେ ଲାଗିଯାଇଛି। ପୁରା କେତେ ସୁନ୍ଦର କଲର୍ ହେଇଛି ଆଉ ବାସ୍ନା ବି ବହୁତ ବଢ଼ିଆ ହେଇଛି। ତାକୁ କାଟିକି ଏବେ ଆପଣ ଖାଇପାରିବେ ଥଣ୍ଡା ହେଇସାରିଲା ପରେ। ଏମିତିରେ ତ ପଣସ ବର୍ଷକୁ ଥରେ ନିଶ୍ଚୟ ଖାଇବା କଥା କାରଣ ସେଥିରେ ବହୁତ ଭିଟାମିନ୍ ସିରେ ଭରପୁର। ଆଉ ଏମିତି ପଣସ ବି ପିଲାମାନେ ଖାଆନ୍ତିନି ତେଣୁ ପିଠା ନିଶ୍ଚୟ ବନେଇକି ଖାଇବାକୁ ଦିଅନ୍ତୁ। ଏବେ ଆମେ ଛଣା ପିଠା କରିବା। ଛଣା ପିଠା କହନ୍ତୁ ବା ପଣସର ଗୁଲଗୁଲା କହନ୍ତୁ। ବହୁତ ସହଜ, ହଉ ସମସ୍ତେ ଏଇଟା କରିପାରିବେ। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ଗହମ ଅଟା, ସେଥିରେ 2 ଚାମଚ 2 ବଡ଼ ଚାମଚ ସୁଜି ମିଶେଇ ଦେଇଛି, 1 ଚାମଚ ଲୁଣ ଆଉ 1 ଚାମଚ ଗୋଲମରିଚକୁ ଦରଦରା ଗୁଣ୍ଡ କରିକି ଏଥିରେ ଦେଇଛି। ଏଥିରେ ଆଉ ପାନମହୁରି ଦବାକୁ ପଡ଼ିବନି। ଭଲ ଭାବରେ ଗୋଳେଇ ଦେବା। ଗୁଡ଼କୁ ଏଠି ଭଲ ଭାବରେ ଗୁଣ୍ଡ କରିଦେଇକି ଆମେ ଅଟାରେ ମିଶେଇବା। ଆପଣ ଆପଣଙ୍କର ଚିନି ମଧ୍ୟ ଦେଇପାରିବେ କିନ୍ତୁ ଶିରା ଗୁଡ଼ ବା ନରମ ଗୁଡ଼ ଯୋଉଟା ପାଣି ଗୁଡ଼ ନେବେନି। ଏବେ 2 ରୁ 3 ଚାମଚ ତେଲକୁ ଗରମ କରିକି ସେ ଗରମ ତେଲ ଏଥିରେ ଦେଇଦେବା ଯାହାଫଳରେ କି ଆମର ପିଠାଟା ବା ଗୁଲଗୁଲାଟା ଏକଦମ ଖାସ୍ତା ହେବ। ଏବେ ସେଥିରେ 1 କପ୍ ଆମେ ଦେବା ପଣସର ରସ। ଏଠି ମୋର ଟିକେ ଅଧିକ ହେଇଥିଲା ତେଣୁ ମୁଁ ସବୁତକ ଏଥିରେ ଦେଇଦେଇଛି ଯାହାଫଳରେ କି ଆଉ ଟିକେ ଅଧିକ ଅଟା ମୋର ଲାଗିଛି। ତେଣୁ 1 କପ୍ ଗହମ ଅଟା ପାଇଁ 1 କପ୍ ପଣସ ରସ ଆପଣ ଦେବେ। ସବୁତକ ଭଲ ଭାବରେ ଗୋଳେଇଦେବା। ଗୋଳେଇକି ତାପରେ ଆମେ ତାକୁ ଛାଣିବା। ତେଲକୁ ମିଡିୟମ ହିଟ୍ କରିକି ତାପରେ ଛୋଟ ଛୋଟ କରିକି ଏଥିରେ ବେଶୀ ବଡ଼ ବଡ଼ କରିବେନି ନହେଲେ ଭିତରଟା ସେ କଞ୍ଚା ରହିଯିବ, ସିଝିବନି। ତେଣୁ ମିଡିୟମ ହିଟ୍ ଅଏଲ୍‌ରେ ତାକୁ ଛୋଟ ଛୋଟ ଗୋଲ କରିକି ତାକୁ ଛାଣିକିନା ନେଇ ଆସିଲେ ଆମର ହେଇଗଲା। ଟିକେ ଯେତେବେଳେ ଲାଲ ହେଇଯିବ ଗ୍ୟାସ୍‌ର ଫ୍ଲେମ୍‌କୁ କମ୍ କରିଦେଇକି ତାକୁ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ଆଉ ଟିକେ ଛାଣିଗଲେ ସେ କ'ଣ କ୍ରିସ୍ପି ହେଇଯିବ ପୁରା। ତାକୁ ବାହାର କରିକି ନେଇ ଆସିଲେ ତାକୁ ଆମର ପଣସର ଗୋଲଗୁଲା ତିଆରି ହେଇଗଲା। ତ 2ଟା ଯାକ ପିଠା ଆମର ରେଡି ହେଇଗଲା। ଖୁବ୍ କମ୍ ତେଲ ଟାଣେ, ବେଶୀ ତେଲ ବି ଟାଣେନି। 2ଟା ଯାକ ପିଠା ଯଦି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓ ତାହେଲେ ନିଶ୍ଚୟ ବନାନ୍ତୁ। ଆଉ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି ପସନ୍ଦ ଆସିଲା ପ୍ରଥମ କିନା ଯଦି ମୋ ଚ୍ୟାନେଲକୁ ଆସିଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ତାହେଲେ ଫଲୋ କରିନେବେ। ଆପଣମାନଙ୍କ ପାଇଁ ବହୁତ ପ୍ରକାର ଏମିତି ରେସିପି ସହଜ ଆଉ ଖୁବ୍ ଭଲରେ କରିପାରିବେ ମୁଁ ନେଇକି ଆସୁଛି। ଜୟ ଜଗନ୍ନାଥ।